वैशाख महात्म्य सप्तदश अध्याय। नारद उवाच एवे हो शुण नरनाथ कहिबा वैशाख कत ब्रह्मा जे मोहर आगरे कहिले स्कंद पुराण रे से कथा शुणी नरसाई कहिबा तो आगे बुझाई पूर्वे हो सौराष्ट्र देश रे थिला उदासी विप्रवरे वेद विद्या से न जाणई गोष्ठी रे दिने न बसई दुष्ट लोकंकु देखी डरे पलाई लुचई गृहरे भिक्षा खाई अन्न खाई कुटुंब दुखरे बसई नित्य से उदासी ब्रह्मांड प्रभात उठी करे स्नान किबा चैत्र वैशाख रे कियबा कार्तिक मकरे हेमन्ते 12 मास स्नान करई से दुखी ब्राह्मण प्रभातु भिक्षा मागे जाई आणी कुटुंब मुखे देई एवे हो शुण नृपराण से देशे जेतेक ब्राह्मण शासन वृत्ति रे रहंती राजांको कल्याण करंती धन से आणंती बहुत खाई हे उठांती सुस्थ सौराष्ट्र देश नृपनाथ विप्रंकु पूजई बहुत देवता ब्रह्मणे भकति बड़ धार्मिक नरपति एवे हो शुण नरनाथ से दुखी ब्राह्मण चरित दिने ताहार निज नारी पतिर पारुषे पचारी भोइला शुण हे पंडाए दिने न गल राजा गृहे नित्य ब्रह्मणे जानती राजांक धन आणी खांती तुम्हे तो दिने हे न गल भिक्षा मागिण दिन नेल नित्य मरुछ उपवासे दिने न जाओ राजा पासे राजा अटंती धर्मवंत अनेक करंती से दत्त तुम्भे ताहांक ठाकु जीव राजांकु भेट जे करिब जेबे नृपति देवे धन तेबे पाइबा सुखे अन्न ब्राह्मणी ठारु एहा शुणी से विप्र कहुअछि बाणी डरे न जाई राजापुर मोरे लागई बड़ डर चलती अश्वगज थाट पदाति बल जे मुकुट ताहाकु देखी भय करी पलाई आसई गोडरी शुणी ब्राह्मणी को पभर स्वामी की बोलई उत्तर काली प्रभाते स्नान करी बेगेण जाओ राजापुरी ब्राह्मणे बोइले गोसाही वेद विद्या मन जाणई
ରାଜାଙ୍କୁ କି କହିବି ମୋହି, ଶ୍ଲୋକ ଶାସ୍ତ୍ର ମୁଁ ନ ଜାଣଇ, ଏମନ୍ତ ବିଚାରି ବ୍ରାହ୍ମଣ, ନିଶାରେ କଲେ କଷୟନ। ସେଦିନୁ ପ୍ରଭାତ ଉଠିଲେ, ସ୍ନାନ ତିଳକ ଶେଷ କଲେ, ସୁମରି ଜଗନ୍ନାଥ ନାମ, ଖଣ୍ଡେ ବିଶେଷ ବିଘ୍ନମାନ। ବିପ୍ରର ଉଦେହିଲା ଭାଗ୍ୟ, ମିଳିଲା ନୃପତିର ଆଗ, ବିପ୍ରଙ୍କୁ ଦେଖି ନୃପବର, ଆଶ୍ୱାସି ବସାଇ ପାଶର, କି ନାମ ଅଟଇ ତୁମ୍ଭର, ଅଇଲ କେବଳ କାର୍ଯ୍ୟର, କେବଳ ଠାରେ ତୁମ୍ଭ ଘର, ମୋ ଆଗେ କହ ବିପ୍ରବର, ଶୁଣିଲ ବୋଇଲା ବ୍ରାହ୍ମଣ, ଆରତ ପଣ୍ଡା ମୋର ନାମ, ଅନ୍ନରେ କ୍ଷୁଧା ତୁର ହୋଇ, ତୁମ୍ଭ ଛାମକୁ ଅଇଲଇ, ବେଦ ମୁଁ ନ କଲି ପଠନ, ନାହିଁ ମୋହର ଶାସ୍ତ୍ର ଜ୍ଞାନ, କେବଳ କଥାଏ ଜାଣଇ, ଆଜ୍ଞା ହୋଇଲେ କହିବଇ, ହସି ବୋଲନ୍ତି ନୃପବର, ସତ୍ୱର କୁହ ମୋ କର୍ଣ୍ଣର, ଶୀଘ୍ରେଣ ବ୍ରାହ୍ମଣ ଉଠିଲା, ରାଜାଙ୍କ କର୍ଣ୍ଣରେ କହିଲା, ବୋଇଲା ଶୁଣ ନର ସାଇ, ଯେ ପର ସାର ପାଞ୍ଚଇ, ଗୋବିନ୍ଦ ପାଞ୍ଚିତା ଅସାର, କରନ୍ତି ଶୁଣ ନରେଶ୍ୱର। ଏ ବାକ୍ୟ ଶୁଣି ନରନାଥ, ବୋଇଲେ କହିଲ ଯଥାର୍ଥ, ପୁଣି ସେ ବ୍ରାହ୍ମଣ ବୋଇଲଇ, ଶୁଣତୁ ରାଜା ମନ ଦେଇ, ପୂର୍ବେ ପ୍ରତାପେ ବାଳିଥିଲା, ସୁଗ୍ରୀବେ ଅସାର ପାଞ୍ଚିଲା, ତାକୁ ଗୋବିନ୍ଦ କଲେ ହତ, ସୁଗ୍ରୀ ମୁଣ୍ଡରେ ଦେଲେ ନେତ, ରାବଣ ନାମେ ଦୈତ୍ୟ ଥିଲା, ଭାଇକି ଅସାର ପାଞ୍ଚିଲା, ରାବଣ ଗୋତ୍ର ବଧ କରି, ବିଭୀଷଣକୁ ଲଙ୍କା ପୁରୀ, ଅମର ପଦ ନେଇ ଦେଲେ, ମନ୍ଦୋଦରୀକି ସମର୍ପିଲେ, ମନେ ବିଚାରିଲେ ରାଜନ, ବିପ୍ର କହିଲା ଦିବ୍ୟ ଜ୍ଞାନ, ଏ ବିପ୍ର ବିଷ୍ଣୁର ଭକତ, ଜାଣିଲି ଧର୍ମ ଜ୍ଞାନ ତତ୍ତ୍ୱ, ଏତେ ବିଚାରି ରୂପ ସାଇ, ବିପ୍ରଙ୍କୁ କିଛି ଧନ ଦେଇ, ବୋଇଲେ ଯାଅ ବିପ୍ରମଣି, ଆସିବ ବେଳ କାଳ ଜାଣି, ଜୀବନ ଦ୍ରବ୍ୟ ଇଚ୍ଛା ହେବ, ଆସିଣ ମାଗି ଘେନି ଯିବ, ଏମନ୍ତେ ବିପ୍ର ଗଲା ଚଳି, ଆପଣା ଘରଠାରେ ମିଳି, ଯେତେକ ଧନ ନେଇଥିଲା, ଭାରିଜା ହସ୍ତେ ସବୁ ଦେଲା, ବ୍ରାହ୍ମଣୀ ହୋଇଲା ହରସ, ମିଳିଲା ଏତେ କାଳେ ଯଶ, ହରସ ହୋଇ ଦ୍ୱିଜବର, ମିଳିଲା ଉତ୍ତମ ନବର, ନିତ୍ୟ ରାଜାଙ୍କ ପାଶେ ଯାଇ, ରାଜାଙ୍କ କର୍ଣ୍ଣରେ କହଇ,
ତା ଦେଖି ପାତ୍ର ମନ୍ତ୍ରୀ ମାନେ ବିଚାର କଲେ ମନେ ମନେ, ଏ ବିପ୍ର ନୀତି ଯେ ଆସଇ, ରାଜାଙ୍କ କର୍ଣ୍ଣେ କି କହଇ। ଏତେ ବିଚାରି ମନ୍ତ୍ରୀ ବର, ମିଳିଲା ରାଜଗୁରୁ ଘର। ତାକୁ ବହୁତ ଧନ ଦେଲା, ଅନେକ ବିନୟେ କହିଲା, ବୋଇଲା ରାଜଗୁରୁ ଶୁଣ, ସେ ମୂର୍ଖ ଦରିଦ୍ର ବ୍ରାହ୍ମଣ, ରାଜାଙ୍କ କର୍ଣ୍ଣେ କି କହଇ। ସେ କଥା ନ ଜାଣିଲେ କେହି, ବିଚାରେ କଲାଣି ବ୍ରାହ୍ମଣ, ନିଶ୍ଚେ ନେବ ମୋ ମନ୍ତ୍ରୀ ପଣ। ମନ୍ତ୍ରୀ ବଚନେ ଗୁରୁ କହି, ଭୟ ନ କର ମନେ ତୁହି। ଏ ଅବା କେଉଁ କଥା ଛାର, ଆମ୍ଭେ କରିବା ପ୍ରତିକାର। ଏତେ ବିଚାରି ଗୁରୁ ଗଲେ, ରାଜାଙ୍କ କର୍ଣ୍ଣରେ କହିଲେ, ବୋଇଲେ ସେ ମୂର୍ଖ ବ୍ରାହ୍ମଣ, କି କହେ ତୁମ୍ଭର କର୍ଣ୍ଣେଣ, ତୁମ୍ଭର ଦକ୍ଷିଣ କର୍ଣ୍ଣରେ, ଆମ୍ଭେ କହିଛୁ ମନ୍ତ୍ର ସାରେ। ବାମ କର୍ଣ୍ଣରେ ମନ୍ତ୍ର କହେ, ଆବର ଯୋଗ୍ୟ କେହି ନୋହେ। ସେ ବିପ୍ର ମୂଢ଼ ପ୍ରାୟ ବାଇ, ତୁମ୍ଭର କର୍ଣ୍ଣରେ କହଇ। ନିତ୍ୟ ହେ ଖାଇ ତୁମ୍ଭ ଅନ୍ନ, ସେ ବିପ୍ର ବଡ଼ ଲଘୁଜନ, ଯାହା ସେ ତୁମ୍ଭଙ୍କୁ କହଇ। ସେ କଥା କହି ନ ଯୋଗାଇ, ବୋଲଇ ମନ୍ଦପ ନୃପତି, ବସି କହଇ ତାଙ୍କ କତି। ନୃପତି ଶୁଣି ଆଚମ୍ବିତ, ବୋଇଲେ ତ ବିପରୀତ। ଏମନ୍ତ ରାଜଗୁରୁ କହି, ଗୃହକୁ ଗଲେ କଚଳାଇ। ଗୁରୁ ବଚନ ଧରି ଶିର, ନୃପତି ହୋଇ କୋପଭର, ଦ୍ୱାରିକେ ଡକାଇ ଆଣିଲା, ତାକୁ ନୃପତି ଆଜ୍ଞା ଦେଲା। ବୋଇଲା ଦ୍ୱାରପାଳ ଶୁଣ, କାଲି ଆମ୍ଭର ସଭାରେଣ। ସଭାରୁ ବାହୁଡ଼ିଲା ବେଳେ, ଦେବୀ ନାରଙ୍ଗ ପକ୍ୱ ଫଳେ, ତାକୁ ଦେଖିବ ଯାହାଠାରେ। ତା ଶିର ଛେଦିବ ସତ୍ୱରେ, ଏମନ୍ତେ ରାଜା ଆଜ୍ଞା ଦେଲେ, ଦ୍ୱାରୀ ତା ମନରେ ରଖିଲେ। ସେଦିନ ନିଶି ହେଲା ଶେଷ, ନୃପତି ହେଲେ ସୁବିଶେଷ। ବସିଲେ ରତ୍ନ ସିଂହାସନେ, ଖଟିଲେ ପାତ୍ର ମନ୍ତ୍ରୀମାନେ। ଗହଳ ରାଜ ଦରବାର, ଆସି ମିଳିଲେ ବିପ୍ରବର। ରାଜାଙ୍କୁ ସୁକଲ୍ୟାଣ କଲେ, ଯାଇଣ ପାଶରେ ବସିଲେ। କର୍ଣ୍ଣେ କହିଲେ ବିପ୍ରବର, ରାଜାଙ୍କୁ ଯେ କରେ ଅସାର। ଗୋବିନ୍ଦ ତାହାର ଅସାର, କରନ୍ତି ଶୁଣ ନୃପବର। ଏ ବାକ୍ୟ ଶୁଣି ନୃପତି, ମନରେ ବିଚାର କରନ୍ତି। ଏ ବିପ୍ର ଅଟେ ବଡ଼ ମନ୍ଦ, କେମନ୍ତେ ରଖିବେ ଗୋବିନ୍ଦ। ଏ ଦ୍ୱିଜ ଆମ୍ଭ ଅନ୍ନ ଖାଇ, ଆମ୍ଭର ମନ୍ଦ ଚିନ୍ତୁଥାଇ। ସେ ଦୋଷେ ହେବ ଶିରଚ୍ଛେଦ, କେମନ୍ତେ ରଖିବେ ଗୋବିନ୍ଦ।
आज जानिबा धर्म तत्व ଏହା ବିଚାରି ନରନାଥ ରତ୍ନ କୋଟିଏ ବିପ୍ର ହସ୍ତେ ତୋଳିତା ଦେଲେ ନରନାଥେ ସୁରଙ୍ଗ ନାରଙ୍ଗର ଫଳ ବିପ୍ରଙ୍କୁ ଦେଲେ ମହିପାଳ ଘେନି ଚଳନ୍ତେ ବିପ୍ରବର ରାଜଙ୍କ ନର ମଧ୍ୟର ଆସି ମିଳିଲେ ରାଜଗୁରୁ ତାହାଙ୍କୁ ଦେଖି ବିପ୍ର ଦୂରୁ ଅନେକ ହେଲେ କୃତ୍ୟ ଚରଣେ କଲେ ପ୍ରଣିପାତ ଗୁରୁ ବୋଇଲେ ବିପ୍ରେ ଚାହିଁ ଏ ଫଳ ପାଇଲେ କାହିଁ ସୁରଙ୍ଗ ଦିଶୁଅଛି କି ଦେଲା ସେ ଗୁରୁଙ୍କ ହସ୍ତେଣ ଶୁଣିଣ ରସ ବ୍ରହ୍ମଣ ଦେଲା ସେ ଗୁରୁଙ୍କ ହସ୍ତେଣ ବ୍ରାହ୍ମଣ ଗଲା ନିଜ ପୁର ଗୁରୁ ଚଳିଲେ ଦରବାର ଯେଉଁ ସୁରଙ୍ଗ ଫଳ ଦେଲେ ବସ୍ତ୍ରେ ତା ଲୁଚାଇ ରଖିଲେ ଶେଷ ହୋଇଲା ଦରବାର ରାଜା ଚଳିଲେ ଅନ୍ତପୁର ଯେତେକ ପାତ୍ର ମନ୍ତ୍ରୀ ଥିଲେ ଆଜ୍ଞା ମାଗିଣ ଗୃହେ ଗଲେ ସେ ରାଜା ଗୁରୁଙ୍କ ପୟରେ ପଡ଼ି ଚଳିଲେ ନିଜ ଘରେ ଆଗରେ ଗୁରୁଙ୍କୁ କରିଣ ପଛରେ ପାତ୍ର ମନ୍ତ୍ରୀ ଗଣ ସୁରଙ୍ଗ ଫଳ ଘେନି କରେ ଗୁରୁ ଚଳିଲେ ଧୀରେ ଧୀରେ ଯାଇ ମିଳିଲେ ସିଂହ ଦ୍ୱାରେ ମିଳିଲେ ଦ୍ୱାରୀଙ୍କ ଛାମୁରେ ତାହାଙ୍କୁ ଦେଖି ଦ୍ୱାରପାଳେ ତୀକ୍ଷ୍ଣ ଖଡ଼ଗ ଧରି କରେ ଛେଦିଲେ ଗୁରୁଙ୍କର ଶିର ମୁଣ୍ଡ ପଡ଼ିଲା ଖଣ୍ଡେ ଦୂର ନାରଙ୍ଗ ଗଛ ହସ୍ତର ତା ଦେଖି ପାତ୍ର ମନ୍ତ୍ରୀ ବର ସର୍ବେ ହୋଇଲେ ଚମତ୍କାର ଏ ତ ହୋଇଲା ଅଗୋଚର ବୋଇଲେ ତ ବିପରୀତ କିପାଇଁ କଲ ଏଡ଼େ କୃତ୍ୟ ସମସ୍ତେ କଲେ ହାହାକାର ରାଜାଙ୍କ ଗୁରୁ କିମ୍ପା ସାର ମାର ସମସ୍ତେ ଛନ୍ନ ଛନ୍ନ ହୋଇ କେଣେ ଗଲେ କପଳାଇ ଗୋଳ ଶୁଭିଲା ଅନ୍ତପୁର ବିଜୟ କଲେ ନୃପବର ବେଗେ ଗୁରୁଙ୍କୁ କଲେ କୋଳ ହସ୍ତରେ ଅଛି ପକ୍ୱ ଫଳ ମନ୍ତ୍ରୀ କିରାଇ ନୃପବର ଗୁରୁଙ୍କୁ କରାଏ ସଂସ୍କାର ବୋଇଲେ ତ ବିପରୀତ ଏ କଥା ଜାଣିବା କେମନ୍ତ ଏତେ ପଚାରି ରାଜା ଗଲେ ସ୍ନାନ ମଣୋହି ସେ ସାରିଲେ ଏବେ ବ୍ରାହ୍ମଣ ପୁଣି ଗୁରୁ ଏ ହତ୍ୟା ଦୋଷ ମହାଗୁରୁ କେମନ୍ତେ ହୋଇବା ନିସ୍ତାର ଏତେ ବିଚାରେ ନୃପବର ଗୋବିନ୍ଦ ସୁମରଣା କରି ବୋଇଲେ ପ୍ରଭୁ କର ପାରି ଦେଖି ରାଜାର ଚିତ୍ତ ଭ୍ରମ ଦୟାଳୁ ସେ ପୁରୁଷୋତ୍ତମ ରାଜାର ନିଦ୍ରାଗତ କାଳେ ଆରତ ଜାଣି ନ ମିଳିଲେ ସ୍ୱପ୍ନରେ କହି ନାରାୟଣ ବୋଲନ୍ତି ଶୁଣ ନୃପରାଣ ତୁ କିପା କରୁ ମନେ ଭୟେ ଆପଣା ଦୋଷେ ଗୁରୁ କ୍ଷୟେ ବୋଲନ୍ତି ଶୁଣ ନୃପତି
एथिले विप्र मंद चिंती विप्रंको रखिले गोविंद गुरु को चिंती परमाद तोहर गुरु मंत्री दुई विप्रंको मारिबार पाई कहिले तुम्भ आगे मंद बोइले राजा खान्ति मद से दोषे गुरु नाश कले आपणा दोषे आपे मले एते कहिण भगवान तक्षणे गेले अंतर्ध्यान स्वप्नरे ते चेतिण नृपति निद्रारु उठिले तड़ती गोविंद नाम सुमरिण मुखे डाकिले नारायण सकल पातक हरिले जहु गोविंद को देखिले हे प्रश्न कीर्ति राजा पासे कहिले से सुत हरसे हे विप्र वैशाख धर्मरो तरिला शिर छेदनरो ब्रह्मांक आगरे श्रीराम कहिले वैशाखर धर्म अधम राम हिते कही शरण रख भावग्राही। इति श्री स्कंदपुराणे वैशाख महात्म्ये नारद अम्बरीश संवादे दरिद्र विप्रचरिते नाम सप्तदशोऽध्याय। अष्टादशोऽध्याय। श्रीश्रुत उवाच हरसे सुत देव कहे सोडहे सत त्रितराये जे हरिवसो आत्मादेव जगत ईश्वर माधव जापात पद्म गंगा जात जगत करई पवित्र आ ब्रह्मस्तंभ परिजन्ते जगत करई पवित्र ताहाकु जे करई स्तुति पुराण शास्त्र रे प्रवर्ति जोगीन्द्र जाहार चरण ध्याने चिंतन्ति नारायण बोलन्ति ए माया संसार सकल वस्तु खेल घर सृजई पालई नाशई पूर्ण सर्जना करे मही से पाद पद्म पंकजरे जा चित्त रहे निरंतरे षोडश उपचार करी जे नित्य पूजे नर हरि से पाद सेवा नरनाथ पाइबु वैकुंठ पथ जे पाद भजी प्रहल्लाद स्वर्गे पाइला इंद्रपद से पाद ध्रुव आश्रय कला वैकुंठ भुवने बसिला नारद ब्रह्मांक कुमार आश्रित से पाद पद्मर विष्णु पादरे करी भक्ति क्षणके त्रिपुर भ्रमन्ति जे पाद भजी प्रहल्लाद स्वर्गे पाइला इंद्रपद रुद्र जे तांक पादे भजी नामरे अछन्ति से मज्जी बोइले एक जे मुखरे कियो बा करिबा गोचरे एमंत विचारी सान होइला से पंचवदन कृष्णर महिमा वर्णिले तेबे से अंत न पाइले ताहांकु देखि वेदपति होइले चतुर्मुख मूर्ति चारि मुखरे गुण शुणी केबे न पारिले जानी जेणु एमाने न पारिले अनंत महिमा कहिले से प्रभु महिमा सागर के ताहा करिब गोचर से प्रभु पाद पद्मे ध्यान सुचित्ते कर तुराजन अक्षय तृतीया दिनर डकाई आणी विप्रवर सहस्रे ब्रह्मण भोजन दियतु पाणी पणा दान पितृंकु पिंड दान कर भुंजिबु वैकुंठपुर गोदान अन्न वस्त्र दान छत्र उपान हव्यजन
ଏହି କଥାକୁ ଦୃଢ଼ କର ବସତୁ ବୈକୁଣ୍ଠପୁର ବର୍ଦ୍ଧିତ ହେବେ ପୁତ୍ର ପୁତ୍ରୀ ଭୋଗ କରିବ ଏହି ପୃଥ୍ୱୀ ଏ ଧର୍ମ ବେଦ ପତି ଆଗେ ଗୋବିନ୍ଦ କହିଲେ ସରାଗେ ସତ୍ରିତ ରାଜା ତୁ ଆଚାର ବସିବୁ ବୈକୁଣ୍ଠପୁର ଅଧମ ବିପ୍ର ନାମ କହି ସବୁ ମୁଁ ଶ୍ରେଷ୍ଠ ଧର୍ମ ଏହି ସୁଜନ ଶୁଣି ହୁଅ ତୋଷ ପାଇବ ବୈକୁଣ୍ଠେ ବାସ। इति श्रीस्कन्दपुराणे वैशकमाहात्म्ये ब्रह्मनारदसंवादे कृष्णभक्तिकथने नाम अष्टादशोऽध्यायः।